ओम शांति। आज साकार महावाक्य 13/5/2025। मधुर संतान माने अनेक देहधारी मानक ठारो स्नेह तुटाई एकमात्र विदेही बाबा को मने पकाओ, तेबे तुमर सबु अंग अर्थात कर्मेन्द्रिय शीतल होइजिब। प्रश्न, जो माने दैवी कूलर आत्मा होइथिबे सेमानंकर लक्षण किपरि होइथिब? उत्तर, दैवी कूलर आत्मा मानंकु एही पुरुणा दुनिया प्रति सहजरे वैराग्य आसीजिब। सेमानंकर बुद्धि बेहदरे रहिथिब। शिवालय को जीवा पई सेमाने पवित्र फूल हेबार पुरुषार्थ करिवे। कौनसी प्रकारर आसुरी व्यवहार बा कर्म करिवे नाही। निजर चार्ट रखिबे कि मो द्वारा कौनसी आसुरी कर्म हेउनाही तो। बाबा को सर्वदा सत्य कथा सुनाइबे, किछि भी लुचाइबे नाही। गीत है ना वह हमसे जुदा होंगे। ओम शांति। ଏହା ହେଉଛି ବେହଦର କଥା। ହଦର କଥା ସବୁ ଏବେ ଦୂରେଇ ଯାଉଛି। ଦୁନିଆରେ ମନୁଷ୍ୟମାନେ ତ ଅନେକଙ୍କୁ ମନେ ପକାଇଥାନ୍ତି, କାରଣ ଅନେକ ଦେହଧାରୀଙ୍କ ସହିତ ପ୍ରୀତି ରହିଛି। ବିଦେହୀ କେବଳ ଜଣେ ହିଁ ଅଟନ୍ତି, ଯାହାଙ୍କୁ ପରମ ପିତା ପରମାତ୍ମା ଶିବ କୁହାଯାଉଛି। ତୁମମାନଙ୍କୁ ଏବେ କେବଳ ତାଙ୍କ ସହିତ ହିଁ ବୁଦ୍ଧିର ଯୋଗ ଯୋଡ଼ିବାକୁ ହେବ। କୌଣସି ଦେହଧାରୀମାନଙ୍କୁ ସ୍ମରଣ କରିବା ଉଚିତ ନୁହେଁ। ବ୍ରାହ୍ମଣ ଆଦିଙ୍କୁ ଖୁଆଇବା ଏସବୁ ହେଉଛି କଳିଯୁଗର ନୀତି ପ୍ରଥା। ସେଠାକାର ଏବଂ ଏଠାକାର ନୀତି ପ୍ରଥା ସମ୍ପୂର୍ଣ୍ଣ ଅଲଗା। ଏଠାରେ ତୁମମାନଙ୍କୁ କୌଣସି ଦେହଧାରୀକୁ ମନେ ପକାଇବା ଉଚିତ ନୁହେଁ। ସେହିଭଳି ଅବସ୍ଥା ଆସିବା ପର୍ଯ୍ୟନ୍ତ ପୁରୁଷାର୍ଥ ଚାଲୁଥିବ। ବାବା କହୁଛନ୍ତି, ଯେତେ ସମ୍ଭବ ପୁରୁଣା ଦୁନିଆକୁ ଯେଉଁମାନେ ଆସି ଜନ୍ମ ନେଇଯାଇଛନ୍ତି ଅଥବା ଯେଉଁମାନେ ଅଛନ୍ତି ସେ ସମସ୍ତଙ୍କୁ ଭୁଲିବାକୁ ହେବ। ସାରାଦିନ ବୁଦ୍ଧିରେ ଏହି ବିଚାର ଚାଲିବା ଦରକାର ଯେ କାହାକୁ କ'ଣ ବୁଝାଇବି। ସମସ୍ତଙ୍କୁ ଏକଥା କହିବାକୁ ହେବ ଯେ ଏଠାକୁ ଆସି ବିଶ୍ୱର ଅତୀତ ବର୍ତ୍ତମାନ ଭବିଷ୍ୟତକୁ ବୁଝ, ଯାହାକୁ କେହି ହେଲେ ବି ଜାଣିନାହାନ୍ତି। ପାଷ୍ଟ ଅର୍ଥାତ୍ କେବେଠାରୁ ଆରମ୍ଭ ହେଲା, ପ୍ରେଜେଣ୍ଟ ଅର୍ଥାତ୍ ଏବେ କ'ଣ ହେଉଛି। ସତ୍ୟଯୁଗରୁ ଆରମ୍ଭ ହେଉଛି, ତେବେ ସତ୍ୟଯୁଗଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏବଂ ଫ୍ୟୁଚର ଅର୍ଥାତ୍ ଭବିଷ୍ୟତରେ କ'ଣ ହେବ ଦୁନିଆରେ କେହି କିଛି ବି ଜାଣିନାହାନ୍ତି। ତୁମେ ସନ୍ତାନମାନେ ଜାଣିଛ, ସେଥିପାଇଁ ଚିତ୍ର ଆଦି ତିଆରି କରୁଛନ୍ତି। ଏହା ବହୁତ ବଡ଼ ବେହଦର ନାଟକ। ଦୁନିଆରେ ମିଥ୍ୟା କାହାଣୀ ଉପରେ ଆଧାରିତ ହଦର ନାଟକ ବହୁତ ତିଆରି କରୁଛନ୍ତି। ସେଥିରେ କାହାଣୀର ଲେଖକ ଅଲଗା ଏବଂ ନାଟକର ଦୃଶ୍ୟର ନିର୍ମାତା ଅଲଗା ଥାନ୍ତି। ଏସବୁର ରହସ୍ୟ ଏବେ ତୁମ ବୁଦ୍ଧିରେ ଅଛି। ଏବେ ଯାହା କିଛି ଦେଖୁଛ ତାହା ଆଗକୁ ରହିବ ନାହିଁ, ସବୁ ବିନାଶ ହୋଇଯିବ। ତେଣୁ ତୁମକୁ ସତ୍ୟଯୁଗୀ ନୂଆ ଦୁନିଆର ସିନେରୀ ବହୁତ ସୁନ୍ଦର ଭାବେ ଦେଖାଇବାକୁ ପଡ଼ିବ। ଯେପରି ଆଜମେରର ସୁନାର ଦ୍ୱାରିକାର ଚିତ୍ର ଅଛି, ସେଥିରୁ ମଧ୍ୟ ଚିତ୍ର ନେଇ ନୂଆ ଦୁନିଆର ଅଲଗା ଚିତ୍ର ତିଆରି କରି ଦେଖାଅ। ଏହି ପୁରୁଣା ଦୁନିଆକୁ ନିଆଁ ଲାଗିବ, ଏହାର ନକ୍ସା ମଧ୍ୟ ଅଛି ନା? ଏବଂ ଏହି ନୂଆ ଦୁନିଆର ଚିତ୍ର ମଧ୍ୟ ତୁମମାନଙ୍କ ବୁଦ୍ଧିରେ ପ୍ରତ୍ୟକ୍ଷ ହୋଇଯାଉଛି। ଏହିଭଳି ଭଲ ଭାବରେ ବିଚାର କରି ନୂଆ ନୂଆ ଦୁନିଆର ଚିତ୍ର ତିଆରି କରିବା ଉଚିତ। ଏକଥା ତ ତୁମେମାନେ ଜାଣିଛ, ବର୍ତ୍ତମାନ ସମୟରେ ମନୁଷ୍ୟମାନଙ୍କର ବୁଦ୍ଧି ଯେପରି ପଥର ହୋଇଯାଇଛି। ତୁମେମାନେ କେତେ ବୁଝାଉଛ, ତଥାପି ମଧ୍ୟ ବୁଦ୍ଧିରେ କିଛି ହେଲେ ପଶୁନାହିଁ। ଯେପରି ହଦର ନାଟକର ନିର୍ମାତାମାନେ ସୁନ୍ଦର ସିନେରୀ ତିଆରି କରିଥାନ୍ତି, ସେହିପରି କାହାଠାରୁ ସାହାଯ୍ୟ ନେଇ ସ୍ୱର୍ଗର ସିନେରୀ ବହୁତ ସୁନ୍ଦର ସୁନ୍ଦର ଭାବରେ ତିଆରି କରିହେବ। ସେମାନେ ବହୁତ ଭଲ ଆଇଡ଼ିଆ ଦେଇପାରିବେ, ଭଲ ଉପାୟ ମଧ୍ୟ ବତାଇ ପାରିବେ। ଏ ସମ୍ବନ୍ଧରେ ଏପରି ଭଲ ଭାବରେ ଚିତ୍ର ତିଆରି କରିବା ଉଚିତ, ଯାହାକି ମନୁଷ୍ୟ ଆସି ବୁଝିପାରିବେ। ବାସ୍ତବରେ ସତ୍ୟଯୁଗରେ ତ ଗୋଟିଏ ହିଁ ଧର୍ମ ଥିଲା। ତୁମମାନଙ୍କ ଭିତରେ ମଧ୍ୟ କ୍ରମାନ୍ୱୟରେ ରହିଛନ୍ତି ଯେଉଁମାନଙ୍କର ଜ୍ଞାନର ଧାରଣ ହେଉଛି। ଦେହ ଅଭିମାନୀ ବୁଦ୍ଧିକୁ ଛି ଛି କୁହାଯାଏ, ଦେହୀ ଅଭିମାନୀ ମାନଙ୍କୁ ଗୁଲଗୁଲ କୁହାଯାଏ। ଏବେ ତୁମେମାନେ ଫୁଲ ହେଉଛ। ଦେହ ଅଭିମାନୀ ହୋଇ ରହିବା ଅର୍ଥାତ୍ ଯେପରି କଣ୍ଟା ଥିଲେ ସେହିପରି କଣ୍ଟା ହୋଇ ରହିଯାଉଛନ୍ତି। ଏବେ ତୁମର ଏହି ପୁରୁଣା ଦୁନିଆ ପ୍ରତି ବୈରାଗ୍ୟ ଆସିଛି। ତୁମର ହେଉଛି ବେହଦର ବୁଦ୍ଧି, ବେହଦର ବୈରାଗ୍ୟ। ବର୍ତ୍ତମାନ ଏହି ବେଶ୍ୟାଳୟ ପ୍ରତି ଆମକୁ ବହୁତ ଘୃଣା ଆସୁଛି। ଏବେ ଆମେ ଶିବାଳୟ ଅର୍ଥାତ୍ ସତ୍ୟଯୁଗକୁ ଯିବା ପାଇଁ କଣ୍ଟାରୁ ଫୁଲ ହେଉଛୁ।
ଫୁଲ ହେଉ ଯଦି କେହି ଖରାପ ଚଳଣି ଚାଲୁଛନ୍ତି ତେବେ ବୁଝିବାକୁ ହୁଏ ଯେ ଏହାଙ୍କଠାରେ ଏବେ ଭୂତର ପ୍ରବେଶତା ହୋଇଛି। ଗୋଟିଏ ଘରେ ସ୍ୱାମୀ ହଂସ ହେଉଛି କିନ୍ତୁ ସ୍ତ୍ରୀ ବୁଝୁନାହିଁ, ତେବେ ତାଙ୍କୁ ଏହି ଜ୍ଞାନ ମାର୍ଗରେ ଚାଲିବାକୁ ବହୁତ କଷ୍ଟ ହୋଇଥାଏ, ବହୁତ ସହିବାକୁ ପଡ଼ିଥାଏ। ବୁଝିବାକୁ ହେବ ଯେ ଏହାଙ୍କ ଭାଗ୍ୟରେ ନାହିଁ। ସମସ୍ତେ ତ ଦୈବୀ କୂଳର ହେବେ ନାହିଁ। ଯେଉଁମାନେ ସେହି କୂଳର ଆତ୍ମା ହୋଇଥିବେ ସେହିମାନେ ହିଁ ହେବେ। ଅନେକଙ୍କର ଖରାପ ଚାଲିଚଳଣିର ସମାଚାର ଆସୁଛି। ଏମାନଙ୍କ ଭିତରେ ଏହିସବୁ ଆସୁରୀ ଗୁଣ ରହିଛି। ସେଥିପାଇଁ ବାବା ପ୍ରତିଦିନ ବୁଝାଉଛନ୍ତି, ନିଜର ପୋତାମେଲକୁ ରାତିରେ ଚେକ୍ କର। ଆଜି ମୁଁ କୌଣସି ଆସୁରୀ କର୍ମ କରିନାହିଁ ତ? ବାବା କହୁଛନ୍ତି, ସାରା ଜୀବନ ଭିତରେ ଯାହା ଭୁଲ କରିଛ ତାହା ସବୁ ବାବାଙ୍କୁ କୁହ। ଯଦି କେହି ବହୁତ ବଡ଼ ଭୁଲ କରିଥିବେ ତେବେ ସର୍ଜନ ଅର୍ଥାତ୍ ବାବାଙ୍କୁ କହିବାକୁ ଲଜ୍ଜା ଆସିଥାଏ, କାରଣ ଇଜ୍ଜତ ଚାଲିଯିବ ନା। ଯଦି ନ କହିବ ତେବେ ତା ଦ୍ୱାରା ପୁଣି କ୍ଷତି ହୋଇଯିବ। ମାୟା ଏପରି ଚାପୁଡ଼ା ମାରିଦିଏ ଯାହାଦ୍ୱାରା ଏକଦମ ସତ୍ୟାନାଶ କରିଦେଇଥାଏ। ମାୟା ବହୁତ ଶକ୍ତିଶାଳୀ। ଯଦି ପାଞ୍ଚ ବିକାର ଉପରେ ବିଜୟ ପ୍ରାପ୍ତ ନ କରିପାରିବ ତେବେ ବାବା କ'ଣ କରିପାରିବେ? ବାବା କହୁଛନ୍ତି, ମୁଁ ତ ଦୟାର ସାଗର ଅଟେ ଏବଂ ତା ସହିତ କାଳର ମଧ୍ୟ କାଳ ଅଟେ। ମୋତେ ଡାକୁଛନ୍ତି ମଧ୍ୟ, ହେ ପତିତ ପାବନ ଆସ, ଏଠାକୁ ଆସି ପାବନ କର। ଉଭୟ ତ ମୋର ହିଁ ନାମ ଅଟେ ନା। କିପରି ଦୟାର ସାଗର ଏବଂ କାଳର କାଳ ଅଟେ ସେହି କର୍ତ୍ତବ୍ୟ ଏବେ କରୁଛି। ମୁଁ କଣ୍ଟାକୁ ଫୁଲ କରୁଛି, ତେଣୁ ତୁମମାନଙ୍କ ବୁଦ୍ଧିରେ ସେହି ଖୁସି ରହିଛି। ଅମରନାଥ ବାବା କହୁଛନ୍ତି, ତୁମେ ସବୁ ହେଉଛ ପାର୍ବତୀ। ଏବେ ତୁମେମାନେ ମୋତେ ମନେ ପକାଅ, ତେବେ ଅମରପୁରୀକୁ ଚାଲିଯିବ ଏବଂ ତୁମର ପାପ ନାଶ ହୋଇଯିବ। ତୀର୍ଥଯାତ୍ରା କରିବା ଦ୍ୱାରା ତୁମର ପାପ ତ ନାଶ ହେଉନାହିଁ। ଏସବୁ ହେଉଛି ଭକ୍ତି ମାର୍ଗର ଯାତ୍ରା। ପିଲାମାନଙ୍କୁ କେହି କେହି ପ୍ରଶ୍ନ ପଚାରୁଛନ୍ତି ଯେ ତୁମମାନଙ୍କର ଖର୍ଚ୍ଚ କିପରି ଚାଲୁଛି, କିନ୍ତୁ ଏପରି କେହି ସମାଚାର ଦେଉନାହାନ୍ତି ଯେ ଆମେ ଏହିପରି ଉତ୍ତର ଦେଲୁ। ଏତେ ସବୁ ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣମାନେ ଅଛନ୍ତି, ତେଣୁ ଆମେ ନିଜେ ହିଁ ଆମ ନିଜର କଲ୍ୟାଣ ପାଇଁ ଖର୍ଚ୍ଚ କରିବୁ ନା। ଶ୍ରୀମତ ଆଧାରରେ ଆମେ ନିଜ ପାଇଁ ରାଜତ୍ୱ ମଧ୍ୟ ସ୍ଥାପନ କରୁଛୁ। ରାଜତ୍ୱ ମଧ୍ୟ ଆମେମାନେ ହିଁ କରିବୁ। ରାଜଯୋଗ ଆମେ ଶିଖୁଛୁ, ତେବେ ଖର୍ଚ୍ଚ ମଧ୍ୟ ଆମେ କରିବୁ। ଶିବ ବାବା ତ ଅବିନାଶୀ ଜ୍ଞାନରତ୍ନର ଦାନ ଦେଉଛନ୍ତି, ଯାହାଦ୍ୱାରା ଆମେ ରାଜାମାନଙ୍କର ରାଜା ଅର୍ଥାତ୍ ମହାରାଜା ହେଉଛୁ। ଯେଉଁମାନେ ଏଠାରେ ପାଠ ପଢ଼ିବେ ଖର୍ଚ୍ଚ ସେହିମାନେ ହିଁ କରିବେ ନା। ବୁଝାଇବା ଦରକାର ଯେ ଆମେ ନିଜର ଧନ ନିଜ ପାଇଁ ଖର୍ଚ୍ଚ କରୁଛୁ, ଆମେ କୌଣସି ଅନୁଦାନ ଦେଉନାହୁଁ। କିନ୍ତୁ ପିଲାମାନେ ବାବାଙ୍କୁ ପତ୍ର ଲେଖିଲେ କେବଳ ଏତିକି ଲେଖି ଦେଉଛନ୍ତି ଯେ ଏହିଭଳି ପ୍ରଶ୍ନ ସବୁ ପଚାରୁଛନ୍ତି। ସେଥିପାଇଁ ବାବା କହିଥିଲେ, ଯାହା ଯାହା ସାରା ଦିନ ଭିତରେ ସେବା କରୁଛ, ସନ୍ଧ୍ୟା ସମୟରେ ତାର ହିସାବ ବାବାଙ୍କୁ ଜଣାଇବା ଦରକାର। ତାର ମଧ୍ୟ ପରବର୍ତ୍ତୀ ପଦକ୍ଷେପ ନେବା ଦରକାର। ବାକି ଆସୁଛନ୍ତି ତ ଅନେକ, ସେମାନେ ସମସ୍ତେ ପ୍ରଜା ହେବେ। ଉଚ୍ଚପଦର ଅଧିକାରୀ ବହୁତ କମ୍ ହେଉଛନ୍ତି। ଦୁନିଆରେ ରାଜାମାନେ କମ୍ ଥାନ୍ତି, ସାହୁକାର ମଧ୍ୟ ବହୁତ କମ୍ ହୋଇଥାନ୍ତି। ବାକି ଗରିବ ପ୍ରଜା ବହୁତ ଥାନ୍ତି। ଏଠାରେ ଯେପରି ବିଭିନ୍ନ ପଦ ରହିଛି, ସେହିପରି ଦୈବୀ ଦୁନିଆରେ ମଧ୍ୟ ରହିବ। ରାଜତ୍ୱ ସ୍ଥାପନ ହେଉଛି, ଏଥିରେ କ୍ରମାନ୍ୱୟରେ ସମସ୍ତଙ୍କର ଆବଶ୍ୟକତା ରହିଛି। ବାବା ଆସି ରାଜଯୋଗ ଶିଖାଇ ଆଦି ସନାତନ ଦୈବୀ ରାଜଧାନୀର ସ୍ଥାପନା କରାଉଛନ୍ତି। ଏଠାରେ ଦୈବୀ ଧର୍ମର ରାଜଧାନୀ ଥିଲା, ଏବେ ନାହିଁ। ବାବା କହୁଛନ୍ତି, ମୁଁ ପୁଣି ଥରେ ସ୍ଥାପନା କରୁଛି, ତେଣୁ କାହାକୁ ବୁଝାଇବା ପାଇଁ ଚିତ୍ର ମଧ୍ୟ ସେହିପରି ଦରକାର। ବାବାଙ୍କର ମୁରଲି ଶୁଣିବେ, କରିବେ। ଦିନକୁ ଦିନ ଏହାର ସଂଶୋଧନ ହୋଇ ଚାଲିଛି। ତୁମେ ନିଜର ଅବସ୍ଥାକୁ ମଧ୍ୟ ଦେଖ, ମୁଁ କେତେ କରେକ୍ଟ ହୋଇ ଚାଲିଛି। ବାବା ଆସି ଏହି ପତିତ ଦୁନିଆରୁ ଉଦ୍ଧାର କରୁଛନ୍ତି। ଯିଏ ଯେତେ ଅନ୍ୟମାନଙ୍କୁ ଉଦ୍ଧାର କରିବାର ସେବା କରିବ, ସେ ସେତେ ଉଚ୍ଚପଦ ପାଇବ। ତୁମ ସନ୍ତାନମାନଙ୍କୁ ଏକଦମ କ୍ଷୀରଖଣ୍ଡ ହୋଇ ରହିବାକୁ ହେବ, ଅର୍ଥାତ୍ ମିଳିମିଶି ରହିବାକୁ ହେବ। ବାବା ତୁମମାନଙ୍କୁ ସତ୍ୟଯୁଗୀ ଆତ୍ମାମାନଙ୍କ ଠାରୁ ମଧ୍ୟ ଶ୍ରେଷ୍ଠ କରୁଛନ୍ତି। ସ୍ୱୟଂ ଈଶ୍ୱର ପିତା ରୂପରେ ଆମକୁ ପାଠ ପଢ଼ାଉଛନ୍ତି, ତେଣୁ ତାଙ୍କୁ ମଧ୍ୟ ନିଜର ପାଠପଢ଼ାର ଚମତ୍କାରୀ ଦେଖାଇବାକୁ ହେବ। ତାହା ହେଲେ ବାବା ମଧ୍ୟ ତାଙ୍କ ଉପରେ ସ୍ୱାହା ହୋଇଯିବେ। ମନରେ ଆସିବା ଉଚିତ, ବାସ୍ ଏବେ ଆମେମାନେ କେବଳ ଭାରତକୁ ସ୍ୱର୍ଗ କରିବାର ସେବା କରିବୁ। ସରକାରୀ ଚାକିରି ଆଦି କରିବା, ତାହା ତ କରି ଚାଲିବ। ପ୍ରଥମେ ତ ନିଜର ଉନ୍ନତି କର।
ବହୁତ ସହଜ। ମନୁଷ୍ୟ ସବୁକିଛି କରିପାରିବ। ଘର ଗୃହସ୍ଥରେ ରହି ମଧ୍ୟ ରାଜତ୍ୱ କରିବାର ପଦବୀ ପ୍ରାପ୍ତ କରିବାକୁ ହେବ। ସେଥିପାଇଁ ପ୍ରତିଦିନ ନିଜର ଦିନଚର୍ଯ୍ୟାକୁ ଦେଖ। ସାରା ଦିନର ଲାଭ ଏବଂ କ୍ଷତିର ହିସାବ ବାହାର କର। କର୍ମର ହିସାବ ବାହାର ନ କଲେ ନିଜକୁ ସୁଧାରିବା ବହୁତ କଠିନ ହେବ। ବାବାଙ୍କର କଥାକୁ ମାନୁନାହାନ୍ତି, ନଚେତ୍ ପ୍ରତିଦିନ ଦେଖିବା ଉଚିତ ମୁଁ କାହାକୁ ଦୁଃଖ ଦେଇନାହିଁ ତ। ପଦ ବହୁତ ଶ୍ରେଷ୍ଠ ଏବଂ ପ୍ରାପ୍ତି ମଧ୍ୟ ଅସରନ୍ତି, ନଚେତ୍ ପରେ ପୁଣି କାନ୍ଦିବାକୁ ପଡ଼ିବ। ଯେପରି ଘୋଡ଼ା ଦୌଡ଼ରେ କେହି କେହି ତ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି, ଆଉ କେହି ତ ଦରିଦ୍ରରୁ ଦରିଦ୍ର ହିଁ ରହିଯାଉଛନ୍ତି। ଏବେ ତୁମର ଈଶ୍ୱରୀୟ ରେସ୍ ଚାଲିଛି। ଏଥିରେ ଦୌଡ଼ ପ୍ରତିଯୋଗିତା ଆଦି କିଛି ନାହିଁ। କେବଳ ବୁଦ୍ଧି ଦ୍ୱାରା ପ୍ରିୟ ବାବାଙ୍କୁ ମନେ ପକାଇବାକୁ ହେବ। ଯଦି କିଛି ବି ଭୁଲ ହୋଇଯାଏ ତେବେ ତୁରନ୍ତ ବାବାଙ୍କୁ ଶୁଣାଇ ଦେବା ଉଚିତ। ବାବା, ଆମ ଦ୍ୱାରା ଏହି ଭୁଲ ହୋଇଗଲା। କର୍ମେନ୍ଦ୍ର ଦ୍ୱାରା ଏହି ଭୁଲ କରିଛୁ। ବାବା କହୁଛନ୍ତି ଏହା ଠିକ୍ କି ଭୁଲ, ଏକଥା ବିଚାର କରିବା ପାଇଁ ତୁମମାନଙ୍କୁ ଈଶ୍ୱରୀୟ ବୁଦ୍ଧି ମିଳିଛି। ତେଣୁ ଏବେ ଭୁଲ କାମ କରିବା ଉଚିତ ନୁହେଁ। ଯଦି ଭୁଲ କାମ କରିଦେଲ ତେବେ ବାବାଙ୍କୁ କାନ ଧରି କୁହ, ତୋବା ତୋବା, କ୍ଷମା କରିଦିଅ। କାହିଁକି ନା ବାବା ଶୁଣିବା ପାଇଁ ଏବେ ଏଠାରେ ଉପସ୍ଥିତ ଅଛନ୍ତି। ଯାହା କିଛି ବି ଖରାପ କାମ ହୋଇଯାଉଛି ତୁରନ୍ତ ଶୁଣାଇ ଦିଅ ଅଥବା ଲେଖିଦିଅ, ବାବା ଏହି ଖରାପ କାମ ମୋ ଦ୍ୱାରା ହୋଇଗଲା, ତେବେ ତୁମକୁ ଅଧା କ୍ଷମା ମିଳିଯିବ। ଏପରି ନୁହେଁ ଯେ ମୁଁ କୃପା କରିବି। କ୍ଷମା ଅଥବା କୃପା ପଇସା କର ମଧ୍ୟ ମିଳିବ ନାହିଁ। ସମସ୍ତଙ୍କୁ ନିଜକୁ ସୁଧାରିବାକୁ ହେବ। ବାବାଙ୍କ ସ୍ମୃତି ଦ୍ୱାରା ବିକର୍ମ ବିନାଶ ହେବ। ପୂର୍ବ ପାପ ମଧ୍ୟ ଯୋଗ ଦ୍ୱାରା କଟି ଚାଲିବ। ବାବାଙ୍କର ହୋଇ ପୁଣି ବାବାଙ୍କର ନିନ୍ଦା କରାଇବା ଉଚିତ ନୁହେଁ। କୁହାଯାଏ ସଦ୍ଗୁରୁଙ୍କର ନିନ୍ଦୁକକୁ ସ୍ଥାନ ମିଳେ ନାହିଁ। ତୁମକୁ ବହୁତ ଶ୍ରେଷ୍ଠ ପଦ ମିଳୁଛି। ଅନ୍ୟ ଗୁରୁମାନଙ୍କ ପାଖରେ କୌଣସି ରାଜତ୍ୱର ପଦବୀର କଥା ନାହିଁ। ଏଠାରେ ତୁମର ଲକ୍ଷ୍ୟ ଉଦ୍ଦେଶ୍ୟ ରହିଛି। ଭକ୍ତି ମାର୍ଗରେ କୌଣସି ଲକ୍ଷ୍ୟ ଉଦ୍ଦେଶ୍ୟ ନଥାଏ। ଯଦି ବା କିଛି ଅଛି ତେବେ ଅଳ୍ପ କାଳ ପାଇଁ। କେଉଁଠି 21 ଜନ୍ମର ସୁଖ, କେଉଁଠି ପାଇ ପଇସାକର ଅଳ୍ପ ସୁଖ। ଏପରି ନୁହେଁ ଧନ ଦ୍ୱାରା ସୁଖ ମିଳୁଛି, ତା ଦ୍ୱାରା ଦୁଃଖ ମଧ୍ୟ କେତେ ମିଳୁଛି। ଆଚ୍ଛା, ଧରିନିଅ କେହି ଡାକ୍ତରଖାନା ତିଆରି କଲେ, ତେବେ ପରବର୍ତ୍ତୀ ଜନ୍ମରେ ତାଙ୍କୁ ରୋଗ କମ୍ ହେବ। ଏପରି ନୁହେଁ ଯେ ଅଧିକ ପାଠ ପଢ଼ିବ ଏବଂ ଧନ ମଧ୍ୟ ଅଧିକ ମିଳିବ। ସେଥିପାଇଁ ଏବେ ସବୁ ପ୍ରକାରର ସେବା କର। କେହି ଧର୍ମଶାଳା ତିଆରି କଲେ, ପରବର୍ତ୍ତୀ ଜନ୍ମରେ ମହଲ ମିଳିବ। ଏପରି ନୁହେଁ ଯେ ସୁସ୍ଥ ରହିବେ, ନା। ତେବେ ବାବା କେତେ କଥା ବୁଝାଉଛନ୍ତି। ଏହି କଥାକୁ କେହି ତ ଭଲ ଭାବରେ ବୁଝି ପୁଣି ଅନ୍ୟମାନଙ୍କୁ ବୁଝାଉଛନ୍ତି, କେହି ତ ପୁଣି ବୁଝିପାରୁନାହାନ୍ତି। ତେଣୁ ପ୍ରତିଦିନ ନିଜର ପୁରୁଷାର୍ଥର ହିସାବ କିତାବ ଦେଖ। ଆଜି କ'ଣ ପାପ କରିଲି, ଏହି କଥାରେ ଫେଲ୍ ହେଲି, ତେବେ ବାବା ରାୟ ଦେବେ ଯେ ଏପରି କାମ କରିବାର ନାହିଁ। ତୁମେମାନେ ଜାଣିଛ ଆମେ ଏବେ ସ୍ୱର୍ଗକୁ ଯାଉଛୁ, କିନ୍ତୁ ପିଲାମାନଙ୍କର ଖୁସିର ପାରଦ ସେତେ ଚଢ଼ୁନାହିଁ। ବ୍ରହ୍ମା ବାବା କେତେ ଖୁସି ହେଉଛନ୍ତି। ମୁଁ ବୁଢ଼ା ହୋଇଯାଇଛି, ଏହି ଶରୀରକୁ ତ୍ୟାଗ କରି ସେଠାରେ ମୁଁ ରାଜକୁମାର ହେବି। ତୁମେମାନେ ମଧ୍ୟ ପାଠ ପଢ଼ୁଛ, ତେଣୁ ତୁମମାନଙ୍କର ଖୁସିର ପାରଦ ମଧ୍ୟ ଚଢ଼ିବା ଦରକାର। କିନ୍ତୁ ବାବାଙ୍କୁ ମନେ ହିଁ ପକାଉନାହାନ୍ତି। ବାବା କେତେ ସହଜ ଭାବରେ ବୁଝାଉଛନ୍ତି। ଇଂରାଜୀ ଆଦି ପଢ଼ିବାରେ କେତେ ବୁଦ୍ଧି ଖର୍ଚ୍ଚ କରିବାକୁ ପଡ଼ୁଛି। ସେହି ପାଠପଢ଼ା ମଧ୍ୟ ବହୁତ କଷ୍ଟ। ଏହା ତ ବହୁତ ସହଜ। ଏହି ଆତ୍ମିକ ପାଠପଢ଼ା ଦ୍ୱାରା ତୁମେ ଶୀତଳ ହୋଇଯାଉଛ। ଏଥିରେ ତ କେବଳ ବାବାଙ୍କୁ ମନେ ପକାଇଲେ କର୍ମେନ୍ଦ୍ର ଏକଦମ ଶୀତଳ ହୋଇଯିବ। ତୁମମାନଙ୍କର ତ ଶରୀର ଅଛି ନା, ଶିବ ବାବାଙ୍କର ତ ଶରୀର ନାହିଁ। ଶ୍ରୀକୃଷ୍ଣଙ୍କର ଅଙ୍ଗ ଅଛି, ତାଙ୍କର ଅଙ୍ଗ ତ ଶୀତଳ ପବିତ୍ର। ସେଥିପାଇଁ ତାଙ୍କର ନାମ ରଖିଦେଇଛନ୍ତି। କେତେ ତାଙ୍କ ସହିତ କିପରି ସଙ୍ଗ କରିବେ, ସିଏ ତ ସତଯୁଗରେ ହିଁ ଥାଆନ୍ତି ନା। ତାଙ୍କର ଅଙ୍ଗକୁ ଏପରି ଶୀତଳ କିଏ କରିଲେ? ଏକଥାକୁ ତୁମେମାନେ ଏବେ ବୁଝିପାରୁଛ। ତେବେ ତୁମ ସନ୍ତାନମାନଙ୍କୁ ମଧ୍ୟ ସେତିକି ଧାରଣାଯୁକ୍ତ ହେବାକୁ ପଡ଼ିବ। ବିଲକୁଲ ଲଢ଼େଇ ଝଗଡ଼ା କରିବା ଉଚିତ ନୁହେଁ। ସର୍ବଦା ସତ୍ୟ କଥା କହିବାକୁ ପଡ଼ିବ। ମିଥ୍ୟା କଥା କହିବା ଦ୍ୱାରା ସତ୍ୟାନାଶ ହୋଇଯାଇଥାଏ। ବାବା ତୁମକୁ ଅମୂଳଚୂଳ ସବୁ କଥା ବୁଝାଉଛନ୍ତି। ଚିତ୍ର ମଧ୍ୟ ବହୁତ ଭଲ ଭଲ ତିଆରି କରିବା ଉଚିତ, ଯାହାକି ସମସ୍ତଙ୍କ ପାଖକୁ ଯିବ। ଭଲ ଜିନିଷ ଦେଖିଲେ କହିବେ ଚାଲ ସେଠାକୁ ଯାଇ ଦେଖିବା।
ଯେଉଁମାନେ ଚିତ୍ରକୁ ବୁଝାଉଛନ୍ତି ସେମାନେ ମଧ୍ୟ ବୁଦ୍ଧିମାନ ହୋଇଥିବା ଦରକାର। ସେବା କରିବା ମଧ୍ୟ ଶିଖିବାକୁ ହେବ। ଭଲ ବ୍ରାହ୍ମଣୀ ମଧ୍ୟ ଦରକାର, ଯିଏକି ନିଜ ସଦୃଶ ଅନ୍ୟକୁ କରିପାରିବ। ଯିଏ ନିଜ ସମାନ ଅନ୍ୟକୁ ମ୍ୟାନେଜର କରିଥାନ୍ତି ତାଙ୍କୁ ଭଲ ବ୍ରାହ୍ମଣୀ କୁହାଯିବ। ସେମାନେ ପଦ ମଧ୍ୟ ଉଚ୍ଚ ପାଇବ। ପିଲାଳିଆ ବୁଦ୍ଧି ମଧ୍ୟ ନ ହେଉ, ନଚେତ ଅପହରଣ କରି ନେଇଯିବେ। ରାବଣ ସମ୍ପ୍ରଦାୟ ଅଟେ ନା। ଏପରି ବ୍ରାହ୍ମଣୀ ପ୍ରସ୍ତୁତ କର ଯିଏକି ପରମୁହୂର୍ତ୍ତରେ ସେଣ୍ଟରର ଦାୟିତ୍ୱ ନେଇପାରିବେ। ଆଚ୍ଛା, ମିଠା ମିଠା ଶିଖିଲଥେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ମଧ୍ୟ ଆତ୍ମିକ ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ନମ୍ବର, ବାବାଙ୍କୁ ନିଜର ପାଠପଢ଼ାର ଚମତ୍କାରୀ ଦେଖାଇବାକୁ ହେବ। ଭାରତକୁ ସ୍ୱର୍ଗ କରିବାର ସେବାରେ ଲାଗି ପଡ଼ିବାକୁ ହେବ। ପ୍ରଥମେ ନିଜର ଉନ୍ନତିର ଚିନ୍ତା କରିବାକୁ ପଡ଼ିବ। ସମସ୍ତଙ୍କ ସହିତ କ୍ଷୀରଖଣ୍ଡ ହୋଇ ରହିବାକୁ ହେବ। 2 ନମ୍ବର, ଯଦି କୌଣସି ଭୁଲ ହୋଇଗଲା ତେବେ ବାବାଙ୍କୁ କ୍ଷମା ମାଗି ନିଜେ ନିଜକୁ ସୁଧାରିବାକୁ ହେବ। ବାବା କୃପା କରିନଥାନ୍ତି, କିନ୍ତୁ ବାବାଙ୍କୁ ମନେ ପକାଇ ନିଜର ବିକର୍ମ ବିନାଶ କରିବାକୁ ହେବ। ନିନ୍ଦା କରାଇବା ଭଳି କୌଣସି କର୍ମ କରିବା ଉଚିତ ନୁହେଁ। ବରଦାନ, ଜ୍ଞାନବାନ ହେବାର ବିଶେଷତା ଦ୍ୱାରା ସଂସ୍କାରର ଟକ୍କରରୁ ସୁରକ୍ଷିତ ରହୁଥିବା କମଳ ପୁଷ୍ପ ଭଳି ନିଆରା ବା ସାକ୍ଷୀ ହୁଅ। ସଂସ୍କାର ତ ଅନ୍ତ ସମୟ ପର୍ଯ୍ୟନ୍ତ କାହାର ଦାସୀ ହେବାର ରହିବ ତ କାହାର ରାଜା ହେବାର ରହିବ। ତେଣୁ ଏହାର ସଂସ୍କାର ବଦଳି ଯାଉ ଏପରି ଅପେକ୍ଷା କର ନାହିଁ। କିନ୍ତୁ ମୋ ଉପରେ କାହାର ପ୍ରଭାବ ନ ପଡ଼ୁ। କାହିଁକି ନା ପ୍ରଥମେ ତ ସମସ୍ତଙ୍କର ସଂସ୍କାର ଭିନ୍ନ ଭିନ୍ନ ଅଟେ। ଦ୍ୱିତୀୟରେ ମାୟାର ଧୂପ ଧାରଣ କରି ମଧ୍ୟ ଆସିବ। ସେଥିପାଇଁ ମର୍ଯ୍ୟାଦାର ସୀମା ଭିତରେ ରହି ସବୁ କଥାକୁ ନିର୍ଣ୍ଣୟ କର। ଭିନ୍ନ ଭିନ୍ନ ସଂସ୍କାରର ହୋଇଥିଲେ ମଧ୍ୟ ଲଢ଼େଇ ନ ହେଉ। ସେଥିପାଇଁ ଜ୍ଞାନବାନ ହୋଇ କମଳ ପୁଷ୍ପତୁଲ୍ୟ ନିଆରା ବା ସାକ୍ଷୀ ହୁଅ। ସ୍ଲୋଗାନ, ହଟ୍ ବା ମେହନତ କରିବା ବଦଳରେ ରମଣୀକତାର ସହିତ ପୁରୁଷାର୍ଥ କର। ଓମ୍ ଶାନ୍ତି।